ଆଗକୁ ଧନୁ ସଂକ୍ରାନ୍ତି ଆସୁଛି। କଥାରେ ଅଛି ମା ଲକ୍ଷ୍ମୀ ଧନୁ ମୁଆ ନେଇ ନିଜ ବାପ ଘରକୁ ଯାଇଥାନ୍ତି। ଧନୁ ସଂକ୍ରାନ୍ତି ଉପଲକ୍ଷେ ଆଜିଠାରୁ ବିଭିନ୍ନ ସ୍ଥାନରେ ଧନୁ ମୁଆର ପସରା ଖୋଲିଛି। 10 ଟଙ୍କାରୁ ଆରମ୍ଭ ହୋଇ 200 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି ଏହି ଧନୁମୁଆ। ଢେଙ୍କାନାଳ ଜିଲ୍ଲା ଲକ୍ଷ୍ମୀ ବଜାରର ବ୍ୟବସାୟୀ ଗଣେଶ୍ୱର ବେହେରା କହିଛନ୍ତି, ବରଗଡ଼ରୁ ଆସି ବିକ୍ରି ହେଉଛି ଏହି ଧନୁମୁଆ। ଖଇ, ଗୁଡ଼, ନଡ଼ିଆ ଆଉ ବିଭିନ୍ନ ପ୍ରକାର ମସଲା ଦେଇ ପ୍ରସ୍ତୁତ ହୋଇଛି ଏହି ଧନୁମୁଆ। ମୋ ନାଁ ଗଣେଶ୍ୱର ବେହେରା, ଲକ୍ଷ୍ମୀ ବଜାର ଦୋକାନ। ଆମର 10 ଟଙ୍କାଠୁ 10, 20, 40, 50, 100, 200 ଏମିତି ଭେରାଇଟିର ସବୁ ବିକ୍ରି ହଉଛି। ଆଉ କୋଉଠୁ ଆସୁଛି ଏଇ ଧନୁମୁଆ? କାଜୁ ମୁଆ, ସ୍ପେଶାଲ କାଜୁ ମୁଆ ଆସିବ, ଗୋଟେ ଘିଅ ମୁଆ, ଭଜା ମୁଆ ଆସିବ। ଆମର ସେଟା 50 ଗୋଟେ, 100 ଗୋଟେ ହବ। ସ୍ପେଶାଲ କାଜୁ ମୁଆଟା ହବ 100 ଟଙ୍କା, ଗୋଟେ 200 ଟଙ୍କା ହବ। ଆଉ ଆସିଲା ମୁଆ ହବ 40 ଟଙ୍କା, ଗୋଟେ 20 ଟଙ୍କା, ଗୋଟେ 10 ଟଙ୍କା।